ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟରେ ଥିବା ସମସ୍ତ ଚାଷୀ ଓ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡେଟ୍, ଯାହାକି ଆପଣମାନେ ଜାଣିଥିବେ ରାଜ୍ୟରେ ବର୍ତ୍ତମାନ କୃଷକ ଆଇଡି ବା ଫାର୍ମର ଆଇଡିକୁ ନେଇ ଆପଣମାନଙ୍କ ମନରେ ବହୁତ ସାରା କନଫ୍ୟୁଜନ୍ ରହୁଛି ଯେ ଫାର୍ମର ଆଇଡି କ'ଣ ଏବଂ ଏହି ଫାର୍ମର ଆଇଡି କେତେ ପ୍ରକାର ରହିଛି, କେଉଁ ଫାର୍ମର ଆଇଡି ଆପଣମାନଙ୍କୁ କରିବା ନିହାତି ଦରକାର। କାରଣ ଦେଖନ୍ତୁ ବହୁତ ସମୟରେ ଆପଣମାନଙ୍କର ଫାର୍ମର ଆଇଡିକୁ ନେଇ ବର୍ତ୍ତମାନ ଯାହାକି ସରକାରଙ୍କ ତରଫରୁ ଦୁଇଟି ଅପଡେଟ୍ ଆସିଛି। ଗୋଟିଏ ରହିଛି ଯୋଉଟାକି ଏଗ୍ରି ଷ୍ଟକରେ ଆପଣମାନଙ୍କର ଫାର୍ମର ରେଜିଷ୍ଟ୍ରେସନ, ଯୋଉଟାକି ଡିଜିଟାଲ ଫାର୍ମର ଆଇଡି ଆପଣମାନଙ୍କୁ ପ୍ରଦାନ କରାଯିବ। ଏବଂ ପୂର୍ବରୁ ଆପଣମାନେ ଜାଣିଥିବେ ଯେଉଁମାନେ ମଣ୍ଡିରେ ଧାନ ଦେଉଛନ୍ତି ବା କୃଷକମାନଙ୍କ ପାଇଁ ଗୋଟେ ଫାର୍ମର ଆଇଡି ଥାଏ, ଯୋଉଟାକି ସେଥିରେ ଆପଣମାନଙ୍କର ଫାର୍ମର ଆଇଡି ଯଦି ଆପଣମାନଙ୍କ ପାଖରେ ଅଛି ତାହେଲେ ସମସ୍ତ ସ୍କିମ୍ର ସବସିଡି ଆପଣମାନେ ପାଇପାରନ୍ତି। ତ ଆପଣମାନଙ୍କ ମନରେ ଗୋଟେ କନଫ୍ୟୁଜନ ରହୁଛି ଏବଂ ବହୁତ ସାରା ଆପଣମାନେ ଡାଉଟରେ ରହୁଥିବେ ଯେ କେଉଁ ଫାର୍ମର ଆଇଡି ଆପଣମାନଙ୍କ ପାଇଁ ନିହାତି ଦରକାର ଏବଂ ଯେଉଁ ଦୁଇଟି ଫାର୍ମର ଆଇଡି